ନାଇଁ ନାଣ୍ଡୁ ବାବୁ ଅବଶ୍ୟ ରାଗିବା କଥା ସାଧାରଣତଃ ଗୋଟେ ଲୋକ ରାଗିବ କାହିଁକି ମୁଁ ତାଙ୍କ ସଂସ୍ଥାରେ ନଥିଲି ମୁଁ ତାଙ୍କ ବିଷୟରେ କିଛି ଜାଣିନଥିଲି ତେଣୁକରି ମୁଁ ଜାଣିଲି ସୁନ୍ଦର ଲୋକ ଜଣେ ସୁନ୍ଦର ଭଦ୍ର ଲୋକ କିନ୍ତୁ ପରିସ୍ଥିତି ପରିବେଶ ତାଙ୍କୁ ଅଭଦ୍ରାମୀ କରି ଡାକିଥିଲେ। ମୋ ବାବୁ ଯେ ବିଶ୍ୱ ଦରବାର ଯାତ୍ରା ବିଶ୍ୱ ଦରବାରର ଓନର ଯେ କିଶୋର ଚନ୍ଦ୍ର ମିଶ୍ର ସେ ମତେ ଡକେଇଥିଲେ କହିଲେ ପ୍ରତାପ ବାବୁ ଆସନ୍ତୁ ଏମିତି ଏମିତି ଗୋଟେ ହେଇଯାଇଛି ମାଲିକ ମାନେ ଟିକେ ରାଗିଛନ୍ତି। ଅବଶ୍ୟ ମୁଁ ଯେ ଯୋଉ କଥାଟା କହିଦେଇଥିଲି ସେଇ ନେଇକି ସେ ଟିକେ ରାଗି ଯାଇଥିଲେ ସମସ୍ତେ ନରିପଣ୍ଡାକୁ ନେଇକି କହିଥିଲି ନରିପଣ୍ଡା ଭୁଲ କଲା ସେଇ କଥା ଦେଇକି କହିଦେଲି ମାଲିକଙ୍କ ନାଁ ଧରି ଦେଇଥିଲି ନାଣ୍ଡୁ ବାବୁଙ୍କ ନାଁଟା ଧରିଥିଲି। ସୋସିଆଲ ମିଡିଆରେ ସବୁଆଡେ ତ ଦେଖାଯାଉଛି ନା ସେଇଟା ସବୁ ଦେଖିଛି ସବୁ ଦେଖିଲା ପରେ ମୁଁ ତାକୁ କହିଥିଲି ଏଇ ବାବୁ ଏମିତି ଏମିତି କରନ୍ତୁ ତୁ କଣ ପାଇଁ ତାଙ୍କ ଥରକୁ ଦିଥର ପଇସା ଆଣିଛୁ ଥରେ ଆଣିଲୁ ଫେରେଇଲୁ ପୁଣି ଦ୍ୱିତୀୟ ଥର ଆଣିଲୁ ପୁଣି ଫେରେଇବାକୁ ଯିବୁ ନିଶ୍ଚିତ ଗୋଟେ ଲୋକ ସାଧାରଣ ଲୋକ ବି ତତେ ମାରିପାରିବ। ମୁଁ ତ ଏଥିରେ ତତେ କର୍ଣ୍ଣମୂଳି ଶିଖି ଦେଇଥାନ୍ତି କାରଣ ମୁଁ ବି ତ ଖାଲି ରହିଛି କଣ ତୋରି କଥା ବୁଝିବା ପାଇଁ ମୋର ଯାତ୍ରା ପାର୍ଟି କରିଛି ବୋଲେ 200 ଲୋକ ମୋର ଅଛନ୍ତି ମୁଁ 200 ପରିବାରଙ୍କ କଥା ବୁଝିବି ନା ତୋରି କଥା ବାର ବାର ବୁଝିବି ମୁଁ ତାକୁ ଏ କଥା ସବୁ କହିଥିଲି। କହିଲା ପରେ ସେଇ କଥାଟାକୁ ଟିକେ ଧରି ଦେଇଥିଲେ ବାବୁ ମାନେ ଟିକେ ରାଗି ଯାଇଥିଲେ ମୋ ଉପରେ ଯେ ପ୍ରତାପ କାହିଁକି ଏମିତି କହିଲା ଅବଶ୍ୟ ମୁଁ ସେ ହିସାବରେ କହିନଥିଲି ମୁଁ ଜଣେ କମେଡି ଆର୍ଟିଷ୍ଟ ମୁଁ ତେଣୁ କରିକିରି ମୁଁ ଗୋଟେ କମେଡି ହିସାବରେ ତାକୁ ଏକ ଦୋଷାରୋପ କରିକି ତାକୁ ସବୁ କହିଥିଲି କିନ୍ତୁ ସେଇଟା ଗୋଟେ ବିରାଟ ରୂପ ନେଇକି ଚାଲି ଆଇଲା ଯାହାଫଳରେ କି ବାବୁ ମାନେ ସେଇଟା ଦୁଃଖ କରିକି ସେଇଟାକୁ ରହିଲେ ଯାହାଫଳରେ ମୋ ବାବୁଙ୍କ ଉପରେ ପ୍ରେସର ପକେଇଲେ ତାପରେ ମୋ ବାବୁ ବି ମତେ ବି ଡାକିଲେ କହିଲେ ପ୍ରତାପ ବାବୁ ଯେତେବେଳେ ସଂସ୍ଥା କରିଛି ମୁଁ ମାଲିକାନା ଚାରା ଭିତରେ ରହିଛି ମାଲିକ ମହାସଂଘ ଭିତରେ ଅଛି ତେଣୁକରି ଏଇଟା ଗୋଟେ ନିହାତି ଶୋଭନୀୟ କଥା ତମେ ଆସ ମୁଁ ଅଛି କିଛି ଅସୁବିଧା ହବନି ଅବଶ୍ୟ ମୁଁ ବି ଆସିବି ସବୁ ମାଲିକଙ୍କ କତିରେ ମୁଁ ଥେଲି ପ୍ରାୟ ତେଣୁ କରିକି କେହି ମାଲିକ ବି ମୋର ଖରାପ ନୁହନ୍ତି ନା ମୁଁ ମାଲିକଙ୍କ ପାଖରେ କେତେବେଳେ ଖରାପ ହେଇନି ବାବୁ ମାନେ ଯାହା ଭାବୁଛନ୍ତି ଭାବୁଛନ୍ତି ନା ଭୁଲ ଆଉ କଣ ଅଛି ତ ବାବୁ ଯେତେବେଳେ ସେ ବାପ ଆଉ ତାଙ୍କ କତିରେ ଯଦି ମୁଁ ଭୁଲ କରିଛି ବାବୁ ରାଗିଛନ୍ତି ଆଉ ସବୁ ମାଲିକ ତ ମୁଁ ଇଏ କରିନଥିଲି ସେଇ ବାବୁଙ୍କ ହାତ ଧରି ପକେଇଲି ଆଉ କଣ କରିବି ମୋ ବାବୁ ମୋର ବଜା ହେଇଯାଇଛି ମତେ କଣ ଛୁଆ ନା ଛାଡ ସେ ସବୁ କଣ କାହିଁ ମୋ ସଂସ୍ଥା ତମ ନା ମୁଁ ଚିହ୍ନିନି କହିଲେ ନାଇଁ ଆଜ୍ଞା ତ ଚିହ୍ନିଲେ ବି ସେଟା ମୁଁ ଜଣେ କଳାକାର କାଲି ଅଛି ଆଜି ଅଛି କାଲି ଯେ ଆପଣଙ୍କ ସଂସ୍ଥାକୁ ନ ଯିବି ସେଟା ମାନେ ନାହିଁ ତେଣୁ ଯାହାହେଲେ ବି ସେଟା ଭୁଲ ଠିକ ମୁଁ ଆଗରୁ କହିଦେଇଛି ଗୋଟେ କଥା ତେଣୁକରି ମୋ ମାଲିକ ମାନେ ମୋ ଉପରେ ଦୟାର ହାତ ବଢେଇ ଦେଇଛନ୍ତି ମୋ ମୁଣ୍ଡ ଉପରେ ଯାହାଫଳରେ ମୋ ଉପରୁ ବ୍ୟାନ ହଟେଇ ଦେଇଛନ୍ତି ମୋ ଦବଦପା ଜାରି ରଖିପାରିବି କିଛି ଅସୁବିଧା ନାହିଁ ଆପଣ ମାନେ ଦର୍ଶକ ବନ୍ଧୁ ବି ମୋର ଦେଖିପାରିବେ ଆଉ ଭାଇଆ ମିଡିଆ ମାନେ ସମସ୍ତେ ବି ଯାଇକିରି ନା ସେଇଟା ମତେ ବାବୁ କହିଥିଲେ ଯେ ଆସିବା କଥା ବାପି ବାବୁ ଆସୁଛନ୍ତି ବୋଲି କିନ୍ତୁ କାହିଁ ମୁଁ ଏଠି ଦେଖିଲା ବେଳକୁ ବାପି ବାବୁ ଆସିନାହାନ୍ତି ହଁ ନିଶ୍ଚିତ ସେମାନେ ଅଛନ୍ତି ମୁଁ ଆଗକୁ ଆଇଛି ଆଗକୁ ଆସିଲି ବୋଲି ଏଠି ଯାହା ସବୁ କହିଲି ସେଠି ଯାଇ କହିବିନି ନା ସମସ୍ତେ ବି ଜଣେଇବି ସେ କଥାଟା ଏଇଆ ହେଇଛି ନାଇଁ ନାଣ୍ଡୁ ବାବୁ ଅବଶ୍ୟ ରାଗିବା କଥା ସାଧାରଣତଃ ଗୋଟେ ଲୋକ ରାଗିବ କାହିଁକି ମୁଁ ତାଙ୍କ ସଂସ୍ଥାରେ ନଥିଲି ମୁଁ ତାଙ୍କ ବିଷୟରେ କିଛି ଜାଣିନଥିଲି ତେଣୁକରି ମୁଁ ଜାଣିଲି ସୁନ୍ଦର ଲୋକ ଜଣେ ସୁନ୍ଦର ଭଦ୍ର ଲୋକ କିନ୍ତୁ ପରିସ୍ଥିତି ପରିବେଶ ତାଙ୍କୁ ଅଭଦ୍ରାମୀ କରେ ତେଣୁକ ମଣିଷ କେହି ଖରାପ ନୁହନ୍ତି ସବୁ ମଣିଷ ଭଲ ଆଡୁ ଉପର ବାଲା ତାଙ୍କ ଚିନ୍ତା କରି ଆମେ କହିଲେ କଣ ହବ ତେଣୁ କରିକିରି ଆମେ ସବୁ ସମୟ ଆଗରେ କିଏ ବଡ ଆଉ ସମୟ ହଉଛି ବଳବାନ ତେଣୁ ସମୟ ହିଁ ତାର ପ୍ରତ୍ୟକ୍ଷ ଜବାବ କିନ୍ତୁ ଆମେ ନା ନିଶ୍ଚିତ ନିଆଁ ନଥାଇକି ଧୂଆଁ ବାହାରେନି ନିଆଁ ନିଶ୍ଚିତ ଅଛି କିଛି ଯାହାଫଳରେ ସେଇଟା ଦ୍ୱିଗୁଣିତ ହେଇ ଚଳି ଯାଉଛି କୋଉଠି ଟିକେ ନାରୁ କୁଳୁଥିବ ସେଇଟା ପୁରା ହାୱା ହେଇକି 5-10 ବଖରା ପୋଡିଦବ ତେଣୁ ଚକା କି ଜଗା ସବୁ ଦେଖୁଛି ସବୁ ସେ କରିବ ତାର ବିଚାର ଇଏ ଧାତା ଭଲ ପଟେ ଲିଖିତ କର୍ମାନୁସାରେ ଫଳ ତେଣୁ କରିକିରି କର୍ମ କରିନ ଫଳ ପାଇ ପ୍ରାଣୀଟା ଆବଶ୍ୟକ ହୁଏ ମୁଁ କର୍ମ କରିଥିଲି ମୋ ଫଳ ମୁଁ କହିଲି ଯେ ମୁଁ ନରିପଣ୍ଡା ସପୋର୍ଟ କରି କହିନି ଅବଶ୍ୟ ତାକୁ ଶୋଧିକିରି ତା ଛାତିକିରି କହିଛି ଆପଣ ମାନେ ବି ସମସ୍ତେ ଦେଖିଥିବେ ସବୁ ଶୁଣିଥିବେ ମୋର ଏଥିରେ କିଛି ନଥିଲା କିନ୍ତୁ ନାଣ୍ଡୁ ବାବୁଙ୍କ ନାଁଟା ଯେହେତୁ ନେଇଯାଇଥିଲି ସେ ମତେ ଖରାପ ଭାବିଲେ ଗୋଟେ ରାଗିଲେ ଯାହାଫଳରେ କି ଆସି ମାଲିକ ମହଲରେ ମତେ ଆସିକି ଉପସ୍ଥିତ ହବାକୁ ପଡିଲା ଯାହା ହଉ ମାଲିକ ମାନେ ତ ମୋ ବାବା ତେଣୁକରି ସେ ଦୟାର ହାତ ବଢେଇ ଦେଲେ ସେଇଟା ବାପା ତ ଘର ଚଳଉଛି ନା ତେଣୁକରି ପୁଅ ମାନଙ୍କ ଟିକେ ଭୁଲ କଲେ ତୁ କାହିଁ ଏମିତି କଲ ଗାଇଡ କରିବାଟା ନିହାତି ସ୍ୱାଭାବିକ ଏଇଟା ରହୁ ବାପ ପୁଅର ସମ୍ପର୍କ ରହୁ ଏମିତି ସବୁ ବୁଝାମଣା ଭିତରେ ଚାଲୁ ଯାଇକି ସଂସ୍ଥାରେ ଆଉ ଏମିତି ଓଡିଆ ଚଳଚିତ୍ର ଭଳିଆ ସଂସ୍ଥା ଏମିତି ବନ୍ଦ ନ ହେଇଯାଉ କିନ୍ତୁ ସମିତି ବୁଝାମଣା ଠିକ ରହିଲେ ଯାତ୍ରା ଚାଲେ ନା ନା ମୁଁ ଯୋଉଟା କହିଥିଲି ଅବଶ୍ୟ ନରିପଣାକୁ ଆକ୍ଷେପ କରିକି କହିଥିଲି ତୁ କଣ ପାଇଁ ଏସବୁ ବାର କରୁଛୁ ମୁଁ ତ କାହିଁ ଏପର୍ଯ୍ୟନ୍ତ ମୁଁ ଆସିକି 39 ବର୍ଷର କଳାକାର ହେଲି ମୁଁ ତ କାହିଁ ଯୋଉ ପାଟିରେ ଟଙ୍କା ଟିକେ ଧରିଲି ସେଇ ପାଟିରେ ମୁଁ ଚାକିରି କଲି ମୁଁ କାହିଁ ଦ୍ୱିତୀୟ ଥର ହେଇପାରୁନି ତେଣୁ ସେଇଟା ହେଲା ପୁରୁଷ ମର୍ଦ୍ଦ କା ବାତ ହାତୀ କା ଦାନ୍ତ ସେଇଟା ମଣିଷର ସଦା ସର୍ବଦା ଜାଣିବା ଦରକାର ଯେହେତୁ ତମେ ମର୍ଦ୍ଦ ତମର ପୁରୁଷ ପଣିଆ ତମର ଅଛି ପୁରୁଷ ପଣିଆ ତାହେଲେ ତମେ ଯୋଉଟା କଥା କହିଦେଲ ସେଇଟା ବଚନ ଦେଇ ହାର ନାହିଁ ତୁ ବେଟି ଦେଇ ହାର
ମାନେ ବଚନ ଦେଲ ବଚନ କି ଦରିଦ୍ରତା ବଚନଟା ଦେଇଦେଲ ବୋଲି ସେଟା କି ଦରିଦ୍ରତା ଭାବିକିରି ତମେ ଯଦି ଏଠି ନେଇଯା ସେଠି ନେଇଯା ସେଠି ନେଇଯା ସେଠି ନେଇଯା ସବୁ ଆଡକୁ ନେଇ ଚାଲିଗଲ ଲାଭ କଣ ପାଇଲ ଯାହାଫଳରେ କି ସବୁ କଣ୍ଟ୍ରୋଭର୍ସି ଭିତରକୁ ପଶି ଆସିଲ ଯାହାଫଳରେ ଯୋଉଟା ହେଲା ଗଣ୍ଡଗୋଳ ଯୋଉଥିପାଇଁ ଆଜି ଏମିତି ଦ୍ୱାରସ୍ଥ ହବାକୁ ପଇଲା କଳାକାର ସବୁରି କ୍ଷେତ୍ରରେ। ଜୟ ଜଗନ୍ନାଥ। ମୋ ଦର୍ଶକ ବନ୍ଧୁ ମାନଙ୍କୁ ମୋର କୋଟି କୋଟି ନମସ୍କାର। ଯାହା ଯଦି କହିଥିବି ଭୁଲ କହିଥିବି ଠିକ କହିଥିବି ଆପଣ ମାନେ ତାର ବିଚାର କରିବେ ଆଜ୍ଞା। ପୁଣି କିନ୍ତୁ ଆସୁଛି ମୋ ଉପରୁ ବ୍ୟାନ ହଟି ଯାଇଛି ସମ୍ପୂର୍ଣ୍ଣ ମୋ ବାବୁ ମାନେ ମୋ ଉପରୁ ବ୍ୟାନ ହଟେଇ ଦେଇଛନ୍ତି। ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ମୁକ୍ତ ମୁକ୍ତ ଆକାଶରେ ବିହଙ୍ଗ ପରି ଉଡି ଚାଲିଲି ପୁଣି 25-26 ଯାତ୍ରା ଶ୍ରୀ ବିଶ୍ୱ ଦରବାରରେ ପୁଣି ଦେଖା ହବ ଆଜ୍ଞା ରହିଲି ନମସ୍କାର।